ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ଆମେ ଜାଣିବା ଘର କିଳା ରହିବ ବା ଆପଣ କିପରି ଯଦି ଭୂତ ପ୍ରେତ ଆସୁଥାନ୍ତି କିମ୍ବା କୌଣସି ଦୃଷ୍ଟି ଲାଗିଥିବ, କୌଣସି ଗୁଣି ପେଷାଣ କରିଥାନ୍ତି, ତାହେଲେ ଆପଣ ନିଜ ଘର ବାଡ଼ିକୁ କିପରି ଆପଣ ସୁରକ୍ଷା ଦେବେ ଏହି ଘର କିଳା ମନ୍ତ୍ର ଭାବରେ, ବା ଆପଣ କିପରି କଣ୍ଟା ସାହାଯ୍ୟରେ ଆପଣ କିପରି ଘରକୁ କିଳି ପାରିବେ। ପ୍ରଥମେ ତ ଆପଣଙ୍କୁ କିଛି ସୋରିଷ ଆଣିବାକୁ ପଡ଼ିବ ଏବଂ କିଛି କଣ୍ଟା ଆପଣ ଆବଶ୍ୟକ ଅନୁଯାୟୀ ଆପଣ କଣ୍ଟା ଆଣିବେ। କଣ୍ଟାକୁ ଆଣି ଆପଣ ରଖିବେ ଏବଂ ତା ସହିତ ଆପଣ ଗୋଟେ ସିନ୍ଦୁର ଆଣିବେ। ଆଣିକି ଆପଣ ଯେତେବେଳେ ସୋରିଷଟାକୁ ଭାଜୁଛନ୍ତି, ଆପଣ ଅଖିଆ ଭାଜିବେ, ଖାଇ ନଥିବେ। ଗାଧୋଇ ଆସିକି ସେଇ ସୋରିଷଟାକୁ ଆପଣ ଭାଜି ନେବେ। ଭାଜି ନେଲା ପରେ ସେଥିରେ ଆପଣ ଥଣ୍ଡା କରିଦେବେ। ଥଣ୍ଡା କରି ସାରିକି ଆପଣ ସେଥିରେ ଆପଣଙ୍କୁ କଣ୍ଟା ଯେତେ ଆଣିଥିବେ ଆପଣଙ୍କ ଆବଶ୍ୟକ ଅନୁଯାୟୀ ସେ କଣ୍ଟାକୁ ରଖିବେ ସୋରିଷରେ, ଏବଂ ସେଥିରେ ଆପଣ ସିନ୍ଦୁର ଟୋପା ମିଶିକି ସିନ୍ଦୁର ମିଶାଇ ଦେବେ ଏବଂ ଏହି ମନ୍ତ୍ରଟିକୁ ଆପଣ 7 ଥର ପଢ଼ିବେ। ମନ୍ତ୍ରଟି ହେଲା ଓଂ ବରଗଛ ନମରେ ଓଂ ଅଶ୍ୱତ୍ଥ ଗଛ ମନ ତହିଁ ବସିଲେ ବାମଦେବ କ୍ଷେତ୍ରପାଳ କଳିଲ ଘର ଚତୁର୍ଦିଗ କିଳିଲେ। ଘର ଚାରିକୋଣ ଦେଉଳ ଚତୁର୍ଦିଗ କିଳିଲ ଦେଉଳ ଚାରିକୋଣ କିଳି ନକରି ବୋଲି କାହାର ଆଜ୍ଞା ଅଭୟ ହରିଣ ବିଦାରଣ ବଳିଆ ନରସିଂହନାଥଙ୍କର କୋଟି କୋଟି ଆଜ୍ଞା। ଏହି ମନ୍ତ୍ରଟିକୁ ଆପଣ 7 ଥର ପଢ଼ିବେ ଏବଂ ସେହି ସୋରିଷ ଏବଂ କଣ୍ଟାକୁ ଫୁଙ୍କିବେ। 7 ଥର ଫୁଙ୍କି ଥରେ ପଢ଼ିବେ, ଥରେ ଫୁଙ୍କିବେ। ସେହିପରି ଆପଣ 7 ଥର ପଢ଼ିବେ, 7 ଥର ଫୁଙ୍କିବେ। ତାପରେ ଆପଣ ଆପଣଙ୍କର ଘର ଚାରିକୋଣରେ ସେ କଣ୍ଟାକୁ ଆପଣ ପୋତି ଦେବେ। ଦେଖିବେ କୌଣସି ଭୂତ ପ୍ରେତ ଗୁଣି ଗାରେଡ଼ି କଲେ ମଧ୍ୟ ଆପଣଙ୍କର କିଛି କ୍ଷତି ହେବ ନାହିଁ ବା ଆପଣଙ୍କୁ ଗୃହରେ ପ୍ରବେଶ କରିପାରିବେ ନାହିଁ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲଟିକୁ ନୂଆ ଆସିଲେ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।